नमस्कार। आज ହେଉଛି ଜାନୁଆରୀ 25 2026 ଆଉ ଆଜି ଆମେ ଓଡ଼ିଶାର ସବୁ ପ୍ରମୁଖ ଖବରକାଗଜ ହଁ, ଯେମିତିକି ସମ୍ବାଦ, ଧରିତ୍ରୀ, ପ୍ରମେୟ ଆଉ ତା ସହିତ ଜାତୀୟ ସ୍ତରର ମଧ୍ୟ। ଏକଦମ ଦ ଇକୋନୋମିକ୍ ଟାଇମ୍ସ, ମିଣ୍ଟ ଏସବୁରୁ ଓଡ଼ିଶା ପାଇଁ ଯାହା ସବୁ ଗୁରୁତ୍ୱପୂର୍ଣ୍ଣ ଖବର ଅଛି ସେଗୁଡ଼ିକୁ ଏକାଠି କରି ଆସିଛୁ। ଆଉ ଆମର ଲକ୍ଷ୍ୟ ହେଉଛି କେବଳ ଖବର ପଢ଼ିବା ନୁହେଁ, ଜଣେ ବରିଷ୍ଠ ସମ୍ପାଦକଙ୍କ ଦୃଷ୍ଟିକୋଣରୁ ଏହାର ଗଭୀରତାକୁ ବୁଝିବା। ହଁ, ଖବର ପଛର ଖବରକୁ ଖୋଜିବା। କାରଣ ଅନେକ ସମୟରେ ଅଲଗା ଅଲଗା ଦେଖାଯାଉଥିବା ଘଟଣା ଭିତରେ ଗୋଟିଏ ସୂକ୍ଷ୍ମ ସଂଯୋଗ ଥାଏ। ଏକଦମ ଠିକ୍। ଆଉ ଆଜି ଏହାର ସବୁଠୁ ବଡ଼ ଉଦାହରଣ ହେଉଛି ଓଡ଼ିଶାର ପରିବହନ ବ୍ୟବସ୍ଥା। ଠିକ୍ ସେଇଠୁ ହିଁ ଆଲୋଚନା ଆରମ୍ଭ କରିବା। ଆଜି ସକାଳୁ ପୁରା ରାଜ୍ୟକୁ ପ୍ରଭାବିତ କରିଥିବା ଘରୋଇ ବସ୍ ଧର୍ମଘଟରୁ। ହଁ, ତେବେ ଘରୋଇ ବସ୍ ମାଲିକ ସଂଘର ସର୍ବଓଡ଼ିଶା ଧର୍ମଘଟ ଡାକରା ପରେ ଆଜି ରାସ୍ତାଘାଟର ଚିତ୍ର ତ ପୁରା ବଦଳି ଯାଇଛି। ହଁ, ଆଉ ସାଧାରଣ ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ କଥାଟା କେବଳ ଯାତ୍ରୀଙ୍କ ଅସୁବିଧା ଭିତରେ ସୀମିତ ନାହିଁ। ସେଇଟା ମୁଁ ବି ଭାବୁଥିଲି। ଏହାର ପ୍ରଭାବ ଆହୁରି ଗଭୀର ନା? ନିଶ୍ଚିତ ଭାବରେ। ଦେଖନ୍ତୁ, ଏହାକୁ କେବଳ ଗୋଟେ ଯାତାୟାତ ସମସ୍ୟା ଭାବିଲେ ଭୁଲ ହେବ। ଆମ ଅର୍ଥନୀତିର ବଡ଼ ଅଂଶ ତ ଅଣସଂଗଠିତ କ୍ଷେତ୍ର ଉପରେ ଚାଲେ। ହୋ, ଯେମିତିକି ଛୋଟ ବେପାରୀ, ଦିନ ମଜୁରିଆ। ଏକଦମ। ସେମାନଙ୍କ ପାଇଁ ଏ ଘରୋଇ ବସ୍ ଗୋଟେ ଲାଇଫ୍ ଲାଇନ୍ ଭଳି। ଗୋଟିଏ ଦିନ ଧର୍ମଘଟ ମାନେ ସେମାନଙ୍କ ପାଇଁ ଗୋଟିଏ ଦିନର ରୋଜଗାର ବନ୍ଦ। ବୁଝିଲି। ତେଣୁ ଏହା କେବଳ ପରିବହନ ସଙ୍କଟ ନୁହେଁ, ଏହା ଏକ କ୍ଷୁଦ୍ର ଆର୍ଥିକ ସଙ୍କଟ ମଧ୍ୟ। ଠିକ୍ କହିଲେ। ଆଉ ଏଇ ସଙ୍କଟକୁ ଆହୁରି ଜଟିଳ କରିଦେଇଛି ପାଣିପାଗ। ହଁ, ମୁଁ ସେଇ ଖବର ଦେଖୁଥିଲି। ଆଇଏମ୍ଡିର ରିପୋର୍ଟ ଅନୁସାରେ ଢେଙ୍କାନାଳରେ ତ ଦୃଶ୍ୟମାନତା ମାତ୍ର 20 ମିଟରକୁ ଖସି ଆସିଛି। 20 ମିଟର! ଭାବନ୍ତୁ, ଗୋଟେ ପଟେ ବସ୍ ବନ୍ଦ ଆଉ ଆରପଟେ ଏତେ ଘନ କୁହୁରି। ଏହାକୁ ଡବଲ ୱାମି ବା ଦୋହରା ମାଡ଼ କହିପାରିବା। ଲୋକେ ତ ବାଧ୍ୟ ହୋଇ ବାଇକ୍ କିମ୍ବା ଅଟୋରେ ଯାଉଥିବେ। ଆଉ ସେଇଠି ହିଁ ବିପଦ। ଏଭଳି କମ୍ ଦୃଶ୍ୟମାନତା ସ୍ଥିତିରେ ଦୁର୍ଘଟଣାର ଆଶଙ୍କା ବହୁଗୁଣିତ ହୋଇଯାଏ। ଏହା ଏବେ ଏକ ସାଧାରଣ ସୁରକ୍ଷା ସମସ୍ୟା। ସୁରକ୍ଷା ସମସ୍ୟା ଏକଦମ। ଆଉ ଆମେ ରାସ୍ତାର ସୁରକ୍ଷା କଥା କହୁଛୁ, ଆଉ ଠିକ୍ ଏତିକି ବେଳେ ରେଳପଥରୁ ବି ଗୋଟେ ଚିନ୍ତାର ଖବର ଆସିଛି। ହଁ, ବାଲେଶ୍ୱରର ରୁପ୍ସା ଷ୍ଟେସନରେ ମାଲବାହୀ ଟ୍ରେନ୍ର ୱାଗନ୍ ଲାଇନ୍ଚ୍ୟୁତ ହେବା ଘଟଣା। ଭଲ କଥା ଯେ କେହି ଆହତ ହୋଇନାହାନ୍ତି। ହଁ, ସେଇଟା ଆଶ୍ୱସ୍ତିର ବିଷୟ। କିନ୍ତୁ ଭଦ୍ରକ ଖଡ଼ଗପୁର ସେକ୍ସନ ଦେଶର ସବୁଠାରୁ ବ୍ୟସ୍ତବହୁଳ ରେଳମାର୍ଗ ଭିତରୁ ଗୋଟେ। ତେଣୁ ଏଭଳି ଘଟଣା ପୁରା ରେଳ ନେଟୱାର୍କକୁ ପ୍ରଭାବିତ କରିବ। ନିଶ୍ଚିତ। ଆଉ ଏହା ବାରମ୍ବାର ଟ୍ରାକ୍ ରକ୍ଷଣାବେକ୍ଷଣ ଆଉ ଭିତ୍ତିଭୂମିର ସୁରକ୍ଷା ଉପରେ ପ୍ରଶ୍ନ ଉଠାଉଛି। ଜଣେ ସମ୍ପାଦକଙ୍କ ପାଇଁ ଏହା କେବଳ ଗୋଟେ ଦୁର୍ଘଟଣା ନୁହେଁ, ଏହା ପରିବହନ ଭିତ୍ତିଭୂମିର ସ୍ଥିତି ଉପରେ ଏକ ବଡ଼ ରିପୋର୍ଟର ଅଂଶ। ଏତେ ସବୁ ଆହ୍ୱାନ ଭିତରେ କିନ୍ତୁ ଗୋଟେ ବହୁତ ଭଲ ଖବର ବି ଅଛି ଆମ ସ୍ୱାସ୍ଥ୍ୟ କ୍ଷେତ୍ରରୁ। ଆପଣ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ କଥା କହୁଛନ୍ତି ନା? ହଁ, ସେଠାରେ ଏକ ବିରଳ ମେରୁଦଣ୍ଡ ଅସ୍ତ୍ରୋପଚାର ସଫଳ ହୋଇଛି। ଏ ଖବରର ଗୁରୁତ୍ୱ କେତେ? ଏହାର ଗୁରୁତ୍ୱ ବହୁତ ବେଶୀ। ଦେଖନ୍ତୁ, ଏହା କେବଳ ଗୋଟେ ସଫଳ ଅପରେସନ ନୁହେଁ। ଏହା ଏକ ସଂକେତ। ଏକଦମ। ଏହା ସଂକେତ ଦେଉଛି ଯେ ଜଟିଳ ସ୍ୱାସ୍ଥ୍ୟସେବା ଏବେ ରାଜଧାନୀ ବାହାରେ ବି ସମ୍ଭବ। ଡକ୍ଟର ଶାରଦା ପ୍ରସନ୍ନ ସାହୁ ଆଉ ତାଙ୍କର ଟିମ୍ ଯାହା କରିଛନ୍ତି, ତାହା ଦକ୍ଷିଣ ଓଡ଼ିଶାର ଲୋକଙ୍କ ମନରେ ଭରସା ସୃଷ୍ଟି କରିବ। ସ୍ୱାସ୍ଥ୍ୟ ସେବାର ବିକେନ୍ଦ୍ରୀକରଣ। ବିଲକୁଲ। ଏହା ଦର୍ଶାଉଛି ଯେ ଆମ ମେଡିକାଲ କଲେଜଗୁଡ଼ିକରେ କେବଳ ପାଠପଢ଼ା ନୁହେଁ, ଅତ୍ୟାଧୁନିକ ଚିକିତ୍ସା ପାଇଁ ଦକ୍ଷତା ବି ତିଆରି ହେଉଛି। ବାଃ! ତେବେ ଗୋଟେ ପଟେ ଭିତ୍ତିଭୂମିର ଆହ୍ୱାନ, ଆଉ ପଟେ ମାନବିକ ଦକ୍ଷତାର ଏକ ଚମତ୍କାର ଉଦାହରଣ। ଚାଲନ୍ତୁ ଏବେ ଓଡ଼ିଶାରୁ ବାହାରି ଟିକେ ଜାତୀୟ ସ୍ତରକୁ ଦେଖିବା। ହଁ, ଯେଉଁଠି ପାଣିପାଗ ଆଉ ଅର୍ଥନୀତି ଦୁଇଟା ଯାକ ଚର୍ଚ୍ଚାରେ। ଉତ୍ତର ଭାରତରେ ପାଗ ତ ପୁରା ବଦଳି ଯାଇଛି। ହଁ, ଏହା ପଶ୍ଚିମ ଝଡ଼ର ପ୍ରଭାବ, ହିମାଚଳ କଶ୍ମୀରରେ ବରଫପାତ, ପଞ୍ଜାବରେ କୁଆପଥର ବର୍ଷା। ଏହା ଫସଲ ପାଇଁ କେମିଲି? ଦେଖନ୍ତୁ, ରବି ଫସଲ ପାଇଁ ଏହା ଭଲ ହୋଇପାରେ, କିନ୍ତୁ ଯଦି ଅଧିକ ହୁଏ ତେବେ କ୍ଷତି ବି କରିପାରେ। ଆଉ ସମତଳ ଅଞ୍ଚଳରେ ଶୀତ ନିଶ୍ଚୟ ବଢ଼ିବ। ପାଣିପାଗର ଏହି ଅନିଶ୍ଚିତତା ଭିତରେ କିନ୍ତୁ ଅର୍ଥନୀତିର ଗୋଟେ ବହୁତ ସକାରାତ୍ମକ ଖବର ଆସିଛି। ଆପଣ ବୈଦେଶିକ ମୁଦ୍ରା ଭଣ୍ଡାର କଥା କହୁଛନ୍ତି? $701 ବିଲିୟନ ଟପିଛି। ହଁ, ଏ ସଂଖ୍ୟାଟା ଶୁଣିବାକୁ ବହୁତ ବଡ଼ ଲାଗୁଛି। କିନ୍ତୁ ଜଣେ ସାଧାରଣ ଲୋକ ପାଇଁ ଏହାର ପ୍ରକୃତ ଅର୍ଥ କ'ଣ? ବହୁତ ଭଲ ପ୍ରଶ୍ନ। ଦେଖନ୍ତୁ, ସରଳ ଭାଷାରେ କହିଲେ ଏହା ହେଉଛି ଦେଶର ଆର୍ଥିକ ସୁରକ୍ଷା କବଚ। ସୁରକ୍ଷା କବଚ କେମିତି? ଏହାର ତିନୋଟି ମୁଖ୍ୟ ଫାଇଦା। ପ୍ରଥମତଃ, ବିଦେଶୀ ନିବେଶକଙ୍କ ଭରସା ବଢ଼େ। ଦ୍ୱିତୀୟତଃ, ଆମ ପାଖରେ ପ୍ରାୟ 10-11 ମାସର ଆମଦାନୀ ପାଇଁ ପଇସା ସୁରକ୍ଷିତ ରହେ। ମାନେ
ପେଟ୍ରୋଲିୟମ ଭଳି ଜରୁରୀ ଜିନିଷ ପାଇଁ ଚିନ୍ତା ନାହିଁ। ଆଉ ତୃତୀୟ ଫାଇଦା? ତୃତୀୟଟା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏହା ରିଜର୍ଭ ବ୍ୟାଙ୍କକୁ ଟଙ୍କାର ମୂଲ୍ୟ ସ୍ଥିର ରଖିବାକୁ ଶକ୍ତି ଦିଏ। ଯେତେବେଳେ ଟଙ୍କା ଦୁର୍ବଳ ହୁଏ, ଆରବିଆଇ ବଜାରରେ ଡଲାର ବିକ୍ରି କରି ତାକୁ ସମ୍ଭାଳିପାରେ। ଓହୋ, ବୁଝିଲି। କିଛି ଦିନ ତଳେ ଏମିତି ହୋଇଥିଲା, ସେଥିପାଇଁ ଭଣ୍ଡାର କମିଥିଲା। ଏକଦମ। ଆଉ ଏବେ ପୁଣି ଏତେ ବଡ଼ ବୃଦ୍ଧି ଅର୍ଥନୀତିର ମଜବୁତ ସ୍ଥିତିକୁ ଦର୍ଶାଉଛି। ଅର୍ଥନୀତିର ଏହି ଆତ୍ମବିଶ୍ୱାସ ରାଜନୀତିରେ ବି ଦେଖିବାକୁ ମିଳୁଛି। ପ୍ରଧାନମନ୍ତ୍ରୀ କେରଳର ଥିରୁବନନ୍ତପୁରମରେ ଏକ ର୍ୟାଲି କରିଛନ୍ତି। ହଁ, ଆଉ ସେଠି ସେ ସ୍ଥାନୀୟ ଏଲ୍ଡିଏଫ୍ ସରକାରକୁ ଟାର୍ଗେଟ କରିଛନ୍ତି। କିନ୍ତୁ ତାଙ୍କ ଭାଷଣର ଗୋଟିଏ ତୁଳନା ବହୁତ ଆକର୍ଷଣୀୟ ଥିଲା। 1987ର ଅହମ୍ମଦାବାଦ ନଗର ନିଗମ ଜିତ୍ ସହିତ ଥିରୁବନନ୍ତପୁରମର ସଫଳତାକୁ ତୁଳନା କରିବା, ସେଇଟା ତ ହଁ, ଜଣେ ସମ୍ପାଦକଙ୍କ ଦୃଷ୍ଟିରେ ଏହା କେବଳ ଏକ ରାଜନୈତିକ ବୟାନ ନୁହେଁ, ଏହା ଏକ ରଣନୀତିକ ସଂକେତ। କ'ଣ ସଂକେତ? ସଂକେତଟି ସ୍ପଷ୍ଟ। ଯେମିତି ଗୁଜରାଟରେ ଗୋଟିଏ ସହରରୁ ଆରମ୍ଭ କରି ବିଜେପି ପୁରା ରାଜ୍ୟ ଦଖଲ କଲା, ସେମିତି କେରଳରେ କରିବାର ଯୋଜନା ରଖିଛି। ଏହା ହେଉଛି ଦକ୍ଷିଣ ଭାରତ ପାଇଁ ବିଜେପିର ଲଙ୍ଗ୍ ଗେମ୍। ବୁଝିଲି। ଆଉ ଦିଲ୍ଲୀର ସେହି ସୁଏରେଜ କାମର ଖବରଟା ବି ରାଜନୈତିକ ପରିବର୍ତ୍ତନର ପ୍ରଭାବକୁ ଦର୍ଶାଉଛି। ହଁ, ପାଉଣା ଅଭାବରୁ କାମ ଅଟକିଥିଲା, ସରକାର ବଦଳିବା ପରେ ପୁଣି ଚାଲୁ ହେଲା। ଏହା ପ୍ରଶାସନିକ ଇଚ୍ଛାଶକ୍ତିର ଏକ ଉଦାହରଣ। ରାଜନୀତି ଆଉ ପ୍ରଶାସନର ଏଇ ବଡ଼ ଚିତ୍ର ଭିତରୁ ଆସନ୍ତୁ ଏବେ ଟିକେ ବ୍ୟକ୍ତିଗତ ସଂଘର୍ଷ ଆଉ ପ୍ରେରଣାର ଦୁନିଆକୁ ଯିବା। ଖେଳ ପଡ଼ିଆରେ ଆଜି ଦିନଟା ଆମ ପାଇଁ ଟିକେ ନିରାଶାଜନକ ଥିଲା। ହଁ, ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ଆଉ ଲକ୍ଷ୍ୟ ସେନ ଦୁହେଁ ହାରିଗଲେ। କିନ୍ତୁ ସିନ୍ଧୁଙ୍କ ପରାଜୟରେ ଗୋଟେ ପ୍ୟାଟର୍ନ ଦେଖାଯାଉଛି। ସେ ଚୀନର ଚେନ୍ ୟୁ ଫେଇଙ୍କୁ 2019 ପରଠାରୁ ହରାଇ ପାରିନାହାନ୍ତି। ହଁ, ଏହା କେବଳ କୌଶଳ ବା ଟେକ୍ନିକ୍ର କଥା ନୁହେଁ। ତେବେ ଆଉ କ'ଣ ହୋଇପାରେ? କୌଣସି ପ୍ରକାରର ମେଣ୍ଟାଲ ବ୍ଲକ୍ ବା ମାନସିକ ଚାପ? ଏହା ଏକ ସମ୍ଭାବନା। କ୍ରୀଡ଼ା ମନୋବିଜ୍ଞାନରେ ଏହାକୁ କମ୍ପିଟିଟିଭ୍ ଏଙ୍ଗ୍ଜାଇଟି କୁହାଯାଏ। ଯେତେବେଳେ ଜଣେ ନିର୍ଦ୍ଦିଷ୍ଟ ପ୍ରତିଦ୍ୱନ୍ଦ୍ୱୀଙ୍କ ବିରୁଦ୍ଧରେ ଆପଣଙ୍କର ଖେଳ ପ୍ରଭାବିତ ହୁଏ। ଏଥିରୁ ବାହାରିବା ବହୁତ କଷ୍ଟ ନିଶ୍ଚୟ। ହଁ, ଏଥିପାଇଁ କେବଳ କୋର୍ଟରେ ଅଭ୍ୟାସ ଯଥେଷ୍ଟ ନୁହେଁ, ମାନସିକ ସ୍ତରରେ ବି ପ୍ରସ୍ତୁତି ଦରକାର। ଏହା ସିନ୍ଧୁଙ୍କ କ୍ୟାରିୟରର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ। ଖେଳ ପଡ଼ିଆର ଏହି ସଂଘର୍ଷରୁ ଆସନ୍ତୁ ଇତିହାସର ପୃଷ୍ଠକୁ। ଜାନୁଆରୀ 23ରେ ଆମେ ପାଳନ କରିଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ। 129ତମ ଜୟନ୍ତୀ। ତାଙ୍କୁ ଜନ୍ମଗତ ଦେଶପ୍ରେମୀ କୁହାଯାଇଛି। ଆଉ ମାତ୍ର 15 ବର୍ଷ ବୟସରେ ସେ ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇଥିଲେ। ଏହି ସଂଯୋଗଟି ବହୁତ ଗୁରୁତ୍ୱପୂର୍ଣ୍ଣ। ବହୁତ। ବିବେକାନନ୍ଦଙ୍କ ଆଧ୍ୟାତ୍ମିକତା ଆଉ ଆତ୍ମଶକ୍ତିର ଆହ୍ୱାନ ହିଁ ସୁଭାଷ ବୋଷଙ୍କୁ ଜଣେ ଦାର୍ଶନିକ ଯୋଦ୍ଧାରେ ପରିଣତ କରିଥିଲା। ତାଙ୍କର ମୋତେ ତୁମେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବୀର ଆହ୍ୱାନ କେବଳ ଏକ ରାଜନୀତିକ ନାର ନଥିଲା, ଏହା ପଛରେ ବିବେକାନନ୍ଦଙ୍କଠାରୁ ମିଳିଥିବା ଆତ୍ମବଳିଦାନର ଦର୍ଶନ ଥିଲା। ଆଉ ସେହି ସୁଭାଷ ନାମରେ ଆଉ ଜଣେ ପ୍ରଖ୍ୟାତ ବ୍ୟକ୍ତିତ୍ୱ, ଫିଲ୍ମ ନିର୍ମାତା ସୁଭାଷ ଘାଇ। ହଁ, ସେ 83 ବର୍ଷରେ ପଦାର୍ପଣ କରିଛନ୍ତି। ଆଉ ସେ ନିଜ ଜନ୍ମଦିନର ଏକ ବହୁତ ସୁନ୍ଦର ପରମ୍ପରା ବିଷୟରେ କହିଛନ୍ତି। ହଁ, ମୁଁ ବି ପଢ଼ିଲି। ସେ ତାଙ୍କ ମାଆଙ୍କଠାରୁ ଶିଖିଥିବା ଏକ ଅଭ୍ୟାସ ବିଷୟରେ କହିଛନ୍ତି। ପ୍ରତି ଜନ୍ମଦିନରେ ଏକ ଡାଏରୀରେ ନୂଆ ପ୍ରତିଜ୍ଞା ଲେଖିବା। ହଁ, ନିଜକୁ, ସମାଜକୁ ଆଉ ଦେଶକୁ ଭଲ କରିବା ପାଇଁ। କଥାଟା ଛୋଟ ଲାଗୁଛି, କିନ୍ତୁ ଭାବନ୍ତୁ ଏହାର ସାମୂହିକ ପ୍ରଭାବ କେତେ ବଡ଼ ହୋଇପାରେ। ବା, ଏହା ପ୍ରକୃତରେ ଏକ ଭିନ୍ନ ଦୃଷ୍ଟିକୋଣ। ଏବେ ଆସନ୍ତୁ କିଛି ବିବିଧ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ନଜର ପକାଇବା। କୃଷି ମନ୍ତ୍ରାଳୟ ଚାଷୀମାନଙ୍କୁ ଗୋଟିଏ ପ୍ରକାର ଚାଷ ଉପରେ ନିର୍ଭର ନ କରିବାକୁ ପରାମର୍ଶ ଦେଇଛି। ଏହା ଏକ ଅତ୍ୟନ୍ତ ଆବଶ୍ୟକୀୟ ପରାମର୍ଶ। ଆଉ ଏଥିପାଇଁ ଯେଉଁ ଉଦାହରଣ ଦିଆଯାଇଛି ସେଟା ବହୁତ ଶକ୍ତିଶାଳୀ। ସେ ବ୍ଲାକ୍ ଟାଇଗର ଚିଙ୍ଗୁଡ଼ି ଚାଷ କଥା? ହଁ, 2006-07ରେ ହ୍ୱାଇଟ୍ ସ୍ପଟ୍ ସିଣ୍ଡ୍ରୋମ୍ ଭାଇରସ୍ କେମିତି ପୁରା ଚାଷକୁ ନଷ୍ଟ କରିଦେଇଥିଲା। ଯେଉଁ ଚାଷୀମାନେ କେବଳ ସେଇ ଚାଷ ଉପରେ ନିର୍ଭର କରିଥିଲେ, ସେମାନେ ସର୍ବସ୍ୱାନ୍ତ ହୋଇଗଲେ। ମାନେ ବିବିଧକରଣ ହେଉଛି ବିପଦକୁ କମ୍ କରିବାର ସବୁଠୁ ଭଲ ଉପାୟ। ଏକଦମ। ଏହା କେବଳ କୃଷି ପାଇଁ ନୁହେଁ, ଆମର ବ୍ୟକ୍ତିଗତ ଆର୍ଥିକ ଯୋଜନା ପାଇଁ ମଧ୍ୟ ସମାନ ଭାବେ ପ୍ରଯୁଜ୍ୟ। ଶେଷରେ ଆଜିର ଓଡ଼ିଆ ଖବରକାଗଜର ପ୍ରଥମ ପୃଷ୍ଠାଗୁଡ଼ିକ ଉପରେ ଟିକେ ନଜର ପକାଇବା। ହଁ, ଦରିତ୍ରୀ, ପ୍ରମେୟ, ସମ୍ବାଦରେ ଆଜି କିଛି ବଡ଼ ବିଜ୍ଞାପନ ଦେଖିବାକୁ ମିଳିଛି। ଆଉ ଏହି ବିଜ୍ଞାପନଗୁଡ଼ିକ ମଧ୍ୟ ବଜାରର ଗତିବିଧି ବିଷୟରେ କିଛି କହିଥାଏ ନା? ନିଶ୍ଚିତ। ମାରୁତି ସୁଜୁକି ମାନେ ଅଟୋମୋବାଇଲ, SRT 2026 ମାନେ ଶିକ୍ଷା, ଆଉ ଭାରତ ପେଟ୍ରୋଲିୟମ ମାନେ ଶକ୍ତି। ଏହା ଦର୍ଶାଉଛି ଯେ ବଜାରରେ ଏହି ତିନୋଟି କ୍ଷେତ୍ରରେ ଏବେ ଅଧିକ କାରବାର ହେଉଛି। ଆଉ ପ୍ରମେୟରେ WAO 2026
ବା ଓଡ଼ିଶାର ଷଷ୍ଠ ମହିଳା ସଫଳତା ପୁରସ୍କାରର ଘୋଷଣା ମଧ୍ୟ ଏକ ଭଲ ଖବର। ହଁ, ଏଭଳି କାର୍ଯ୍ୟକ୍ରମ ସମାଜରେ ମହିଳାଙ୍କ ଅବଦାନକୁ ସ୍ୱୀକୃତି ଦିଏ ଆଉ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଏ। ତେବେ ଆଜିର ଆଲୋଚନାରୁ ଯାହା ସ୍ପଷ୍ଟ ହେଲା ତାହା ହେଲା ଓଡ଼ିଶାରେ ପରିବହନ କ୍ଷେତ୍ର ଏକାଧିକ ଆହ୍ୱାନର ସମ୍ମୁଖୀନ। କିନ୍ତୁ ସ୍ୱାସ୍ଥ୍ୟ କ୍ଷେତ୍ରରୁ ଆଶାର ଆଲୋକ ଦିଶୁଛି। ଆଉ ଜାତୀୟ ସ୍ତରରେ ଭାରତର ଅର୍ଥନୀତିର ମୂଳଦୁଆର ମଜବୁତ ଥିବାବେଳେ ରାଜନୀତିରେ ଦୂରଗାମୀ ରଣନୀତି ପ୍ରସ୍ତୁତ ହେଉଛି ଆଉ ପ୍ରତ୍ୟେକ ଖବର ପଛରେ ଏକ ବଡ଼ ଶିକ୍ଷା ଲୁଚି ରହିଛି। ଆଲୋଚନା ଶେଷ କରିବା ପୂର୍ବରୁ ଆମ ଶ୍ରୋତାଙ୍କ ପାଇଁ ଏକ ଛୋଟ ମାନସିକ ବ୍ୟାୟାମ। ଏହା ୟୁପିଏସସି CAPF 2025 ପରୀକ୍ଷାରୁ ଆସିଥିବା ଏକ ପ୍ରଶ୍ନ। ହଁ, କୁହନ୍ତୁ। ପ୍ରଶ୍ନଟି ହେଉଛି, ଗୋଟିଏ 3 ଅଙ୍କ ବିଶିଷ୍ଟ ସଂଖ୍ୟାର ଦଶମ ସ୍ଥାନରେ ଥିବା ଅଙ୍କଟି ଏକକ ସ୍ଥାନର ଅଙ୍କର 2 ଗୁଣ। ଶତକ ସ୍ଥାନରେ ଥିବା ଅଙ୍କଟି ଏକକ ସ୍ଥାନର ଅଙ୍କର 75%। ଏପରି କେତୋଟି ସଂଖ୍ୟା ସମ୍ଭବ? ବାଃ, ଏହା ଏକ ଭଲ ତର୍କ ଆଉ ଗଣିତର ପ୍ରଶ୍ନ। ଆଜିର ଗମ୍ଭୀର ବିଶ୍ଳେଷଣ ପରେ ମସ୍ତିଷ୍କକୁ ଟିକେ ଭିନ୍ନ ଦିଗରେ ଚଳାଇବା ପାଇଁ ଏକ ଭଲ ଉପାୟ। ଆମେ ଏହାର ଉତ୍ତର ଏଠାରେ ଦେବା ନାହିଁ। ନା, ଏହାକୁ ଶ୍ରୋତାମାନଙ୍କ ଚିନ୍ତନ ପାଇଁ ଛାଡ଼ି ଦିଆଗଲା।